तो भाई माने एबे राति ठीक 1:30 टाइम हेलानी। ମୁଁ ଆଜି ଏହି ପୁରୁଣା ଘରକୁ ଏକା ଆସିଛି। ବିଶ୍ୱାସ କରନ୍ତୁ, ଗତ 3 ଦିନ ହେବ ଆମ ଘର ଏହି ଭାଗରୁ ଠିକ୍ ରାତି 1 ପରେ କିଛି ଚିତ୍ର ଶବ୍ଦ ଆସୁଛି କି ଯେପରି ଝମଝମ ବା ଚାଲିବାର ଶବ୍ଦ। ଘର ଲୋକ ଭାବୁଛନ୍ତି କି ଏହା ପବନ ଦ୍ୱାରା ହେଉଛି, କିନ୍ତୁ ମୋ ମନ ମାନିଲାନି। ମୋ ମୋବାଇଲ ଟର୍ଚ୍ଚ ମାରିକି ରାତିର ଅନ୍ଧାରରେ ଘରକୁ ଆସିଛି ସେହି ରହସ୍ୟ ଜାଣିବା ପାଇଁ। ଯଦି ମୋ ସହ କିଛି ଖରାପ ହୁଏ ତାହେଲେ ଏହି ଭିଡ଼ିଓ ହିଁ ଶେଷ ପ୍ରମାଣ। तो ଏଇ କୋଠରୀ ଭିତରେ ମୁଁ ଆଜି ଅଛି, ବନ୍ଦ ଘରେ, ରାତିର ଅନ୍ଧାରରେ। ଏବେ ଦେଖିବା କ'ଣ ରହସ୍ୟ ଅଛି ଏ ଘରେ। ଦେଖୁଛି এই ପାଖରୁ କିଛି ଶବ୍ଦ ଆସୁଛି। ଶବ୍ଦ ଭାଇ ମୋ ଟାଙ୍କୁରି ଉଠିଲା ନା। ମତେ ଲାଗୁଛି କିଛି ନେଗେଟିଭ ଏନର୍ଜି ଅଛି ଏ ଭିତରେ। ମାନେ ଯେପରି ଲାଗୁଛି କି କେହି ଜଣେ ମୋ ପଛେ ପଛେ ଆସୁଛି। ମୋବାଇଲ ଟର୍ଚ୍ଚ ମାରିଲା ମାତ୍ରକେ ଲୁଚି ଯାଉଛି। ତ ଆପଣମାନଙ୍କ ପାଇଁ ରାତିରେ ଏଇଭଳିଆ ବିପଦର ନିଷ୍ପତ୍ତି ନେଇଛି।
ବହୁତ ପରିଶ୍ରମ କରୁଛି ତ ମୋତେ ବହୁତ ଡର ବି ଲାଗୁଛି। ଆପଣମାନେ ଏଇ ଭିଡ଼ିଓରେ ଯଦି ମୋତେ 50 ନୂଆ ସବସ୍କ୍ରାଇବର ଫ୍ୟାମିଲି ଦେବେ ତ ମୁଁ ରାତି 2ଟାରେ ପୁରା ଲାଇଭ୍ରେ ଏଇ ଘରକୁ ଆସି 10 ମିନିଟ୍ ପୁରା ବସିବି। ଇଏ ମୋର ଚ୍ୟାଲେଞ୍ଜ। ପ୍ଲିଜ୍ 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 ଚ୍ୟାନେଲକୁ ସପୋର୍ଟ କରନ୍ତୁ ଯେ କି ମୁଁ ଏଇ ଚ୍ୟାଲେଞ୍ଜ କଣ୍ଟିନ୍ୟୁ କରିପାରିବି, ପୁରା କରିପାରିବି। ତ ଏଇଠି ରଖୁଛି। ଜୟ ଜଗନ୍ନାଥ।